আজি ମାଛ ଧରିବାକୁ ଆସୁ ଆସୁ ଅନେକ ଡେରି ହେଇଗଲା। କେଜାଣି ଆଜି ମୁଁ ମାଛ ପାଇବି କି ନାହିଁ। ମୁଁ ନଦୀ ଭିତରକୁ ଯାଇ ଦେଖେ, ସେଠି ହୁଏତ କିଛି ମାଛ ପାଇଯିବି। ଏମିତି ଚିନ୍ତା କରି ମା ଚଢ଼ି ଡଙ୍ଗାରେ ବସି ନଦୀ ଭିତରକୁ ଗଲା ଆଉ ଜାଲ ଫିଙ୍ଗିଲା। ହଠାତ୍ ସେ ଦେଖିଲା ଦୂରରୁ ଏକ ଶୁଖିଲା କାଠରେ ଗୋଟେ ଛୋଟ ଚିଲଛୁଆ ଭାସି ଭାସି ଆସୁଛି। ଚିଲଛୁଆର ହୋସ ଆସିଲା ପରେ, କିଏ ତୁ ଛୋଟ ଝିଅ? ତୁ ନଦୀରେ କେମିତି ଭାସୁଥିଲୁ? କଣ ହେଇଥିଲା ତୋ ସାଙ୍ଗରେ? ମୁଁ କିଏ? ମୁଁ କିଛି ଜାଣିନି, ମୋର କିଛି ବି ମନେ ପଡୁନି। ଆରେ ଛୋଟ ଝିଅ, ତୁ ଆଉ କାନ୍ଦିନି, ତୁ ମୋ ସାଙ୍ଗରେ ମୋ ଘରକୁ ଚାଲେ। ତୋର ଯେପର୍ଯ୍ୟନ୍ତ କିଛି ମନେ ନ ପଡିଛି ତୁ ମୋ ସାଙ୍ଗରେ ରହିବୁ। ତୋ ଘର କଥା ମନେ ପଡିଲେ ମତେ କହିବୁ, ମୁଁ ତତେ ତ ଘରେ ପହଞ୍ଚେଇ ଦେବି। ଆଚ୍ଛା ଠିକ ଅଛି ଆଣ୍ଟି। ତାପରେ ମା ଚଢ଼ି କିଛି ମାଛ ଆଉ ଚିଲଛୁଆକୁ ଧରି ଘରକୁ ଗଲା। ମା, ଇଏ କିଏ? ତାକୁ ଆମ ଘରକୁ କାହିଁକି ଆଣିଛ? ମା ଚଢ଼େଇ ତାର ଝିଅକୁ ସବୁ ଘଟଣା କହିଲା। ମା, ତୁମେ ବହୁତ ଭଲ କରିଛ। ଆଜିଠୁ ଆମେ ଭଉଣୀ। ଆରେ ଭଉଣୀ, ମୋ ନା କୁନି। ମୁଁ ତତେ ଆଜିଠୁ ମଧୁ ଡାକିବି। ଚାଲେ ଆମେ ଏବେ ଖେଳିବା। ଜାଣିଛୁ ଭଉଣୀ, ମୋର ନା କେହି ସାଙ୍ଗ ନାହାନ୍ତି, କେହି ବି ମୋ ସାଙ୍ଗରେ ଖେଳନ୍ତିନି। କୁନି, ତୁ ମନ ଦୁଃଖ କରନି, ଆମେ ସାଙ୍ଗ ହେଇ ସବୁଦିନ ଖେଳିବା ଆଉ ଖୁବ ମଜା କରିବା। ଏମିତି ସେ ଚିଲଛୁଆ ଚଢ଼େଇ ଘରେ ରହିଲା। କିଛି ଦିନ ବିତିଗଲା। ଦିନେ ସେ ଜଙ୍ଗଲରେ ପ୍ରବଳ ବର୍ଷା ହେଲା। ସେଇ ଝଡ଼ ବର୍ଷାରେ ମା ଚଢ଼େଇର ଘର ଭାଙ୍ଗିଗଲା। ମା, ଆମ ଘର ତ ଭାଙ୍ଗିଗଲା। ଏବେ ଆମର କଣ ହେବ? ଆମେ କୋଉଠି ରହିବା? ବେଶୀ ସମୟ ବର୍ଷାରେ ଭିଜିଲେ ତମମାନଙ୍କ ଦେହ ଖରାପ ହେଇଯିବ। ତାରା ମୋର ଭଲ ସାଙ୍ଗ। ଚାଲ ଆମେ ତା ଘରକୁ ଯିବା ଆଉ ତାକୁ ଆଜି ରାତି ରହିବା ପାଇଁ ଆଶ୍ରୟ ମାଗିବା। ଏମିତି କଥା ହେଇ ସେମାନେ ପାରା ଘରକୁ ଗଲେ ଆଉ ତାକୁ ସାହାଯ୍ୟ ମାଗିଲେ। ଆରେ ଚଢ଼େଇ, ମୋ ଘର ବହୁତ ଛୋଟ। ତମେ ମାନେ ମୋ ଘରେ ରହିଲେ ମୋ ଘରେ ଆଉ ଜାଗା ହେବନି। ନା, ମୁଁ ତତେ ମୋ ଘରେ ରହିବାକୁ ଦେଇପାରିବିନି। ତୁ ଆଉ କାହା ଘରକୁ ଯା। ଏମିତି ଶୁଣି ମା ଚଢ଼େଇ ଦୁଇ ଛୁଆଙ୍କ ସହ ଆଗକୁ ଗଲା। ସେଦିନ ସେ ସମସ୍ତଙ୍କ ଘରକୁ ଯାଇ ଆଶ୍ରୟ ପାଇଁ ସାହାଯ୍ୟ ମାଗୁଥିଲା, ହେଲେ କେହି ବି ତାକୁ ଆଶ୍ରୟ ଦେଲେ ନାହିଁ। ମା, ଭାରି ଥଣ୍ଡା ଲାଗୁଛି। ଆରେ ମା, ଆଜି ରାତି କଷ୍ଟ କରି ଆମେ ଏ ଗଛ ତଳେ ଆଶ୍ରୟ ନେଇଥିବା। ସକାଳେ ମୁଁ ଆମ ରହିବାର ବ୍ୟବସ୍ଥା କରିବି। ମା ଚଢ଼େଇ ଦୁଇ ଛୁଆଙ୍କୁ ବୁଝଉଥିଲା। ଠିକ୍ ସେହି ସମୟରେ ଏକ କାଉ ତାଙ୍କ ପାଖକୁ ଆସିଲା। ଆରେ ତମେ ମାନେ ଏତେ ବର୍ଷାରେ ଭିଜୁଛ କାହିଁକି? ଏ ଝଡ଼ ବର୍ଷାରେ ଆମ ଘର ଭାଙ୍ଗିଗଲା। ଆଶ୍ରୟ ପାଇଁ ଆମେ ସମସ୍ତଙ୍କ ଘରକୁ ଗଲୁ, ହେଲେ କେହି ବି ଆମକୁ ସାହାଯ୍ୟ କଲେ ନାହିଁ। ତମେ ମାନେ ଆଉ ମନ ଦୁଃଖ କରନି, ମୋ ସାଙ୍ଗରେ ମୋ ଘରକୁ ଚାଲ। ବର୍ଷା ଛାଡ଼ିବା ଯାଏ ତମେ ମାନେ ମୋ ଘରେ ଆଶ୍ରୟ ନେଇପାରିବ। ତୁମେ ସତ କହୁଛ କାଉ ଭାଇ, ତୁମକୁ ଅନେକ ଅନେକ ଧନ୍ୟବାଦ। ଏମିତି ସେ କାଉ ଚଢ଼େଇ ମାନଙ୍କୁ ନେଇ ପାଖ ଜଙ୍ଗଲକୁ ଗଲା। ଆଶ୍ରୟ ପାଇଁ ମା ଚଢ଼େଇ ଆଉ ତାର ଦୁଇ ଛୁଆ ସେ କାଉର ପଛେ ପଛେ ଯାଉଥିଲେ। ଏଇ ଘରଟି ମୋର। ତମ ମାନଙ୍କର ଯେତେ ଦିନ ଇଚ୍ଛା ସେତେ ଦିନ ମୋ ଘରେ ରୁହ। ତମେ ମାନେ ଏବେ ଭିତରକୁ ଯାଅ। ଭିତରେ ଖାଇବା ଅଛି, ଖାଇବା ଖାଇ ଆରାମ କର। ବାହାରେ ମୋର ଗୋଟେ କାମ ଅଛି, ମୁଁ ସେ କାମ ସାରିକି ଆସୁଛି। ସେ କାଉର କଥାକୁ ବିଶ୍ୱାସ କରି ମା ଚଢ଼େଇ ଆଉ ଦୁଇ ଛୁଆ ଘର ଭିତରକୁ ଗଲେ। ମା, ଏ କାଉ ଅଙ୍କଲ ବହୁତ ଭଲ। ସେ ଆମକୁ ତାଙ୍କ ଘରେ ଆଶ୍ରୟ ଦେଲେ। ହଁ, ତୁ ଠିକ କହିଲୁ ରେ ମା। ବର୍ଷା ଛାଡ଼ିବା ଯାଏ ଆମେ ଘରେ ରହିବା। ବର୍ଷା ଛାଡ଼ିଗଲେ ଆମେ ରହିବା ପାଇଁ ଏକ ଘର ତିଆରି କରିନେବା। ଆରେ ଏତେ ବର୍ଷାରେ ଝରକା ଖୋଲା ଅଛି, ଯାଏ ବନ୍ଦ କରିଦିଏ। ଆରେ ଶୁଣୁଛ, ଆମେ କଣ ଏବେ ସବୁ ଚଢ଼େଇଙ୍କୁ ବସ୍ତାରେ ଭର୍ତ୍ତି କରିବା? ଆରେ ଧୀରେ କଥା କହ, ମୁଁ ଗୋଟେ କିଡନାପର ବୋଲି ଏମାନେ ଜାଣିନାହାନ୍ତି। ମତେ ବିଶ୍ୱାସ କରି ଏଠାକୁ ଆସିଛନ୍ତି। ଆଉ ଟିକେ ରାତି ହେଉ, ଏମାନେ ଖାଇବା ଖାଇ ଶୋଇପଡ଼ିଲେ ଆମେ ପୁଣି ଏଠାକୁ ଆସିବା ଆଉ ସମସ୍ତଙ୍କୁ ବର୍ଷାରେ ଭର୍ତ୍ତି କରି ସହରରେ ନେଇ ବିକ୍ରି କରିଦେବା। ଏ ଚଢ଼େଇମାନଙ୍କ ବଦଳରେ ଆମେ ଅନେକ ଟଙ୍କା ପାଇଯିବା। କଣ ଆମେ କେତେ ବଡ଼ ବିପଦରେ ପଡ଼ିଗଲୁ? ଏମାନେ ତ କିଡନାପର। ନା, ଏମାନେ ଏଠାକୁ ଆସିବା ପୂର୍ବରୁ ଯେମିତି ବି ହେଉ ଆମେ ଏଠୁ ଚାଲିଯିବୁ। ଆରେ ପିଲାମାନେ, ସେ ଖାଇବା ଖାଅନି, ଚାଲ ଶୀଘ୍ର ଏଇ ଘରୁ ବାହାରି ଯିବା।
ଏମିତି ମା ଚଢ଼େଇ ତାର ଦୁଇ ଛୁଆଙ୍କୁ ସବୁ ଘଟଣା ବୁଝେଇ କହିଲା। ସବୁ ଶୁଣି ସମସ୍ତେ ଶୀଘ୍ର ସେ ଘର ଛାଡ଼ି ଦୂରକୁ ଚାଲିଗଲେ। ରାତି ହେବା ପରେ ବର୍ଷା ଛାଡ଼ିଗଲା। ସେତେବେଳେ କାଉ ବସ୍ତା ଧରି ଘରକୁ ଆସିଲା। ଆରେ ଲାଗୁଛି ଚଢ଼େଇ ହାତର ଛୁଆମାନେ ଶୋଇ ପଡ଼ିଥିବେ। ଚାଲ ଏଇ ସୁଯୋଗରେ ସେମାନଙ୍କୁ ବସ୍ତାରେ ଭର୍ତ୍ତି କରିନେବା। ହଁ ତୁ ଠିକ କହିଲୁ, ଆଉ ଡେରି କରିବାନି, ଚାଲ ଶୀଘ୍ର ଯିବା। ଏଇ କଣ ଘର ଭିତରେ ତ କେହି ନାହାନ୍ତି। ସେମାନେ କଣ ଆମ ବିଷୟରେ ଜାଣିଗଲେ କି? ସେଥିପାଇଁ ବୋଧେ ଘର ଛାଡ଼ି ଚାଲିଗଲେ। ଏ ହେ, ଟିକେ ପାଇଁ କେତେ ଗୁଡ଼ିଏ ଟଙ୍କା ହାତ ଛଡ଼ା ହେଇଗଲା। ଯାହା ହଉ ସମୟ ଥାଉ ଥାଉ ଆମେ ସେ ଦୁଷ୍ଟ ଚଢ଼େଇ ମାନଙ୍କ ପାଖରୁ ରକ୍ଷା ପାଇଗଲେ। ଚାଲ ଆଗକୁ ଯିବା, ହୁଏତ କୋଉଠି ଆଜି ରାତି ରହିବା ପାଇଁ ଗୋଟେ ସୁରକ୍ଷିତ ଜାଗା ମିଳିଯିବ। ଏମିତି ସେମାନେ ଆଗକୁ ଯାଉଥିଲେ। ହଠାତ୍ ସେମାନେ ଏକ ରାଜପ୍ରାସାଦ ପାଖରେ ଅଟକି ଗଲେ। ଆରେ ଏ ଘରଟି ଏତେ ଚିହ୍ନା ଚିହ୍ନା କାହିଁକି ଲାଗୁଛି? ଏମିତି ଲାଗୁଛି ଏ ଘରକୁ ମୁଁ ଆଗରୁ ଅନେକ ଥର ଆସିଛି। ଆରେ ମା, ଏଇଟା ଘର ନୁହଁ, ଏଇଟା ରାଜପ୍ରାସାଦ। ତୁ କଣ ଆଗରୁ ଏ ରାଜପ୍ରାସାଦରେ ରହୁଥିଲୁ? ମୋର କିଛି ବି ମନେ ପଡୁନି ଚଢ଼େଇ ଆଣ୍ଟି। ତୁ ଆଉ ମନ ଦୁଃଖ କରନି ରେ ମା। ଚାଲ ଆମେ ଏ ରାଜପ୍ରାସାଦ ଭିତରକୁ ଯିବା। ଭିତରକୁ ଗଲେ ହୁଏତ ତୋର ପୁରୁଣା କଥା କିଛି ମନେ ପଡିଯିବ। ତାପରେ ସମସ୍ତେ ରାଜପ୍ରାସାଦ ଭିତରକୁ ଗଲେ। ଭିତରେ ମନ୍ତ୍ରୀ ଆଉ କିଛି ସିପାହୀ ଥିଲେ। ଏଇ ତ ରାଜକୁମାରୀ ଫେରି ଆସିଛନ୍ତି। ତୁମେ ଏତେ ଦିନ ଯାଏ କୋଉଠି ଥିଲ ରାଜକୁମାରୀ? ରାଜା ରାଣୀଙ୍କୁ ହରେଇଲା ପରେ ଆମେ ତୁମକୁ ଅନେକ ଖୋଜିଲୁ, ହେଲେ କୋଉଠି ବି ତୁମକୁ ପାଇଲୁନି। ଆପଣ ଏସବୁ କଣ କହୁଛନ୍ତି? ମୁଁ କୌଣସି ରାଜକୁମାରୀ ନୁହଁ, ମୋର କିଛି ବି ମନେ ପଡୁନି। ରାଜକୁମାରୀ, ତୁମେ କିଛି ଦିନ ତଳେ ରାଜା ରାଣୀଙ୍କ ସହ ସମୁଦ୍ର ଦେଖିବାକୁ ଯାଇଥିଲ। ହଠାତ୍ ସମୁଦ୍ରରେ ଝଡ଼ ହେବା ଫଳରେ ଡଙ୍ଗା ସମୁଦ୍ରରେ ବୁଡ଼ିଗଲା। ରାଜା ରାଣୀ ସବୁଦିନ ପାଇଁ ଆମକୁ ଛାଡ଼ି ଚାଲିଗଲେ। ଆମେ ତୁମକୁ ଅନେକ ଖୋଜିଲୁ, ହେଲେ କୋଉଠି ବି ପାଇଲୁନି। କଣ ହେଇଥିଲା ତୁମ ସାଙ୍ଗରେ? ରାଜକୁମାରୀ, ତୁମର କିଛି ମନେ ନାହିଁ କାହିଁକି? ଏମିତି ଶୁଣି ମା ଚଢ଼େଇ ସମସ୍ତଙ୍କୁ ସବୁ ଘଟଣା କହିଲା। ଆଚ୍ଛା ଏମିତି କଥା। ସିପାହୀ, ଶୀଘ୍ର ଯାଇ ତାନ୍ତ୍ରିକ ମାଙ୍କୁ ଡାକି ଆଣ। ସେ ରାଜକୁମାରୀଙ୍କ ସ୍ମୃତି ଶକ୍ତି ଫେରେଇ ଆଣିବାରେ ସାହାଯ୍ୟ କରିପାରିବେ। ତାପରେ ସିପାହୀ ମାନେ ଶୀଘ୍ର ଯାଇ ତାନ୍ତ୍ରିକ ଚଢ଼େଇକୁ ଡାକି ଆଣିଲେ। ତାନ୍ତ୍ରିକ ଚଢ଼େଇ ରାଜକୁମାରୀକୁ ଦେଖି କହିଲା, ରାଜକୁମାରୀ, ଏ ସେଓରେ ମୁଁ ଯାଦୁ ଶକ୍ତି ଦେଇଛି। ଏ ସେଓକୁ ତୁମେ ଖାଇଦିଅ, ତୁମର ପୁରୁଣା କଥା ସବୁ ମନେ ପଡ଼ିଯିବ। ରାଜକୁମାରୀ ଚିଲା ସେ ସେଓକୁ ଖାଇଦେଲା। ତାର ସବୁ କିଛି ମନେ ପଡ଼ିଗଲା। ହଁ, ମୋର ସବୁ କଥା ମନେ ପଡ଼ିଗଲା। ମା, ବାପା, ଏସବୁ କଣ ହେଇଗଲା? ସେଦିନ ଯଦି ଆମେ ସମୁଦ୍ର ଦେଖିବାକୁ ଯାଇନଥାନ୍ତେ, ଆଜି ମୋ ବାପା ମା ମୋ ପାଖରେ ଥାନ୍ତେ। ତୁମେ ଆଉ ମନ ଦୁଃଖ କରନି ରାଜକୁମାରୀ। ରାଜା ରାଣୀଙ୍କ ଆଶୀର୍ବାଦ ପାଇଁ ତୁମେ ସୁରକ୍ଷିତ ଅଛ। ଆମେ ସମସ୍ତେ ତୁମ ସାଙ୍ଗରେ ଅଛୁ। ଚଢ଼େଇ, ଏତେ ଦିନ ଧରି ତୁମେ ରାଜକୁମାରୀଙ୍କର ଅନେକ ଧ୍ୟାନ ରଖିଛ। ଆଜି ପରଠୁ ତୁମେ ବି ଏ ରାଜପ୍ରାସାଦରେ ରୁହ। ହଁ ଚଢ଼େଇ ଆଣ୍ଟି, କୁନି, ତମେ ମାନେ ମତେ ଛାଡ଼ି ଯାଅନି। ସେଦିନ ପରଠାରୁ ସମସ୍ତେ ସେଇ ରାଜପ୍ରାସାଦରେ ରହିଲେ। ଅନେକ ଦିନ ଧରି ବର୍ଷା ହେବା ଯୋଗୁଁ ପାଖ ଜଙ୍ଗଲରେ ବନ୍ୟା ଆସିଗଲା। ସବୁ ଚଢ଼େଇଙ୍କ ଘର ଭାଙ୍ଗି ପାଣିରେ ଭାସିଗଲା। ଆଶ୍ରୟ ପାଇଁ ଚଢ଼େଇ ମାନେ ସେ ଜଙ୍ଗଲରୁ ବାହାରି ରାଜପ୍ରାସାଦକୁ ଆସିଲେ। ରାଜକୁମାରୀ, ପାଖ ଜଙ୍ଗଲରେ ବନ୍ୟା ହେବା ଯୋଗୁଁ ଅନେକ ଚଢ଼େଇଙ୍କ ଘର ଭାଙ୍ଗି ଯାଇଛି। ସମସ୍ତେ ଆଶ୍ରୟ ପାଇଁ ଏଠାକୁ ଆସିଛନ୍ତି। ମନ୍ତ୍ରୀ, କିଛି ଦିନ ତଳେ ମୁଁ ପାଖ ଜଙ୍ଗଲରେ ଚଢ଼େଇ ଆଣ୍ଟିଙ୍କ ଘରେ ରହିଥିଲି। ଆପଣ ସମସ୍ତଙ୍କୁ ଭିତରକୁ ଡାକନ୍ତୁ। ଏଇ କଣ ପାରା, ତମ ମାନଙ୍କର ଏମିତି ଅବସ୍ଥା କେମିତି ହେଲା? ଚଢ଼େଇ, ଆମ ପାଖରେ ଆଉ କିଛି ବି ନାହିଁ। ଝଡ଼ ବାତ୍ୟାରେ ଘର ଦ୍ୱାର ସବୁ ଭାସିଗଲା। ଆମେ ବହୁତ କଷ୍ଟରେ ଏଠାକୁ ଆସିଲୁ। ତୁ ଟିକେ ରାଜକୁମାରୀଙ୍କୁ କହ, ସେ ଆମକୁ ତାଙ୍କ ରାଜପ୍ରାସାଦରେ ଟିକେ ଆଶ୍ରୟ ଦେବେ। ନା ନା ରାଜକୁମାରୀ, ଏମାନଙ୍କୁ ଜମା ଆଶ୍ରୟ ଦିଅନି। ଆମେ ଯେତେବେଳେ ବିପଦରେ ପଡ଼ିଥିଲେ ଏମାନେ କେହି ଆମକୁ ସାହାଯ୍ୟ କରିନଥିଲେ। ନାଇଁ ରେ ମା, ଏମିତି କୁହନ୍ତିନି। ଯିଏ ବି ବିପଦରେ ପଡ଼ିଥାଏ ତାକୁ ସାହାଯ୍ୟ କରିବା ଉଚିତ। ମା ମଧୁ, ଏବେ ସମସ୍ତେ ଅସହାୟ। ପୁରୁଣା କଥା ଭୁଲିଯାଇ ତାଙ୍କୁ ଆଶ୍ରୟ ଦେ ମା। ଠିକ କହିଛ ଚଢ଼େଇ ଆଣ୍ଟି, ମୁଁ ସମସ୍ତଙ୍କୁ କ୍ଷମା କରିଦେଇଛି। ବର୍ଷା ଛାଡ଼ିବା ଯାଏ ତମେ ସମସ୍ତେ ରାଜପ୍ରାସାଦରେ ରୁହ। ଏଠି ତୁମ ଖାଇବା ରହିବାର ସବୁ ବ୍ୟବସ୍ଥା ମୁଁ କରିଦେବି। ରାଜକୁମାରୀଙ୍କର ଜୟ ହେଉ। ସତରେ ରାଜକୁମାରୀ,
ତୁମ ମନ ବହୁତ ଭଲ। ପୁରୁଣା କଥା ବୋଲି ଆମକୁ ଆଶ୍ରୟ ଦେଲ। ଆମେ କଥା ଦେଉଛୁ, ଆମେ ଆଉ କେବେ ଗର୍ବ ଅହଙ୍କାର କରିବୁନି। ବିପଦ ସମୟରେ ସମସ୍ତଙ୍କୁ ସାହାଯ୍ୟ କରିବୁ। ଏକ ଘଞ୍ଚ ଜଙ୍ଗଲ ଭିତରେ ଗୋଟେ ମା ଚଢ଼େଇ ତାର 7ଟି ଛୁଆଙ୍କ ସହ ବସାରେ ବସିଥିଲା। ହଠାତ୍ ସେହି ସମୟରେ ଜୋର ଜୋରେ ପବନ ବହିଲା। ପବନର ବେଗ ଏତେ ଥିଲା ଯେ ଚଢ଼େଇର ବସା ଭାଙ୍ଗି ପବନରେ ଉଡ଼ିଗଲା। ମା, ଏ ପବନରେ ଆମ ବସା ଭାଙ୍ଗିଗଲା। ଏବେ ଆମେ କୋଉଠି ରହିବା ମା? ଚିନ୍ତା କରନି ପିଲାମାନେ, ପାଖ ଜଙ୍ଗଲରେ ମୋ ଭଉଣୀ ରୁହେ। ଆମେ ସମସ୍ତେ ଏବେ ସେ ଜଙ୍ଗଲକୁ ଯିବା। କିଛି ଦିନ ପାଇଁ ତୁମେମାନେ ତୁମ ମାଉସୀ ଘରେ ରୁହ। ମୁଁ ପରେ ଘର ତିଆରି ସାରିଲେ ତୁମମାନଙ୍କୁ ନେଇ ଆସିବି। ନାଇଁ ମା, ଆମେ କୁଆଡ଼େ ବି ଯିବୁନି। ତୁମ ସହ ଏଇଠି ରହିବୁ ଆଉ ତୁମକୁ ଘର କାମରେ ସାହାଯ୍ୟ କରିବୁ। ଆରେ ପିଲାମାନେ, ତମେମାନେ ଏବେ ବହୁତ ଛୋଟ। ମତେ ଘର ବନେଇବା ପାଇଁ 2ରୁ 3 ଦିନ ସମୟ ଲାଗିବ। ଏତେ ଦିନ ତମେମାନେ ଯଦି ବାହାରେ ରହିବ, ତମମାନଙ୍କ ଦେହ ଖରାପ ହେଇଯିବ। କିଛି ଦିନ ପାଇଁ ମାଉସୀ ଘରେ ରହିଯାଅ। ଏମିତି ମା ଚଢ଼େଇଟି ତା ଛୁଆଙ୍କୁ ବୁଝେଇ କିଛି ଚାଉଳ ଦାନା ଧରି ତା ଭଉଣୀ ଘରକୁ ଗଲା। ସନ୍ଧ୍ୟା ସୁଦ୍ଧା ଚଢ଼େଇ ଆଉ ତାର ଛୁଆମାନେ ସେଠି ପହଞ୍ଚିଗଲେ। ଆରେ ଭଉଣୀ, କୁଆଡ଼େ ଗଲୁ? ଟିକେ କବାଟ ଖୋଲ। ମୁଁ ଆଉ ମୋ ଛୁଆମାନେ ବଡ଼ ବିପଦରେ ପଡ଼ି ତୋ ପାଖକୁ ଆସିଛୁ। ମା ଚଢ଼େଇଟି ବହୁତ ସମୟ ଯାଏଁ କବାଟ ବାଡ଼େଇଲା, ହେଲେ ତାର ଭଉଣୀ କବାଟ ଖୋଲିଲାନି। ଠିକ୍ ସେହି ସମୟରେ ଆଉ ଏକ ଚଢ଼େଇ ତା ପାଖକୁ ଆସି କହିଲା, ଆରେ ଚଢ଼େଇ, ହଠାତ୍ ତୋ ଛୁଆଙ୍କ ସହ ଏଠି କ'ଣ କିଛି ହେଇଛି କି? ମା ଚଢ଼େଇଟି ତାକୁ ସବୁ ଘଟଣା କହିଲା। ଆଚ୍ଛା, ଏମିତି କଥା। ହେଲେ ଚଢ଼େଇ, ତୋ ଭଉଣୀ ତ ଘରେ ନାହିଁ। ସେ 2 ଦିନ ହେଲାଣି ବାହାରକୁ ଯାଇଛି। କେବେ ଆସିବ ତା ବି କହିକି ଯାଇନି। ହଉ ଚଢ଼େଇ, ଏବେ ମୁଁ ଯାଉଛି। ଘରେ ମୋର ବହୁତ କାମ ପଡ଼ିଛି। ହେ ଭଗବାନ, ମୋ ଭଉଣୀ ହଠାତ୍ କୁଆଡ଼େ ଗଲା? କିଛି ସମୟ ପରେ ରାତି ହେଇଯିବ। ଏବେ ମୁଁ ମୋ ଛୁଆଙ୍କୁ ନେଇ କୋଉଠିକି ଯିବି? ମା ଚଢ଼େଇଟି ଏପରି ଚିନ୍ତା କରୁଥିବା ସମୟରେ ହଠାତ୍ ବର୍ଷା ଆରମ୍ଭ ହେଇଗଲା। ବର୍ଷାରୁ ରକ୍ଷା ପାଇବା ପାଇଁ ଚଢ଼େଇ ଆଉ ତାର ଛୁଆମାନେ ପାଖରେ ଥିବା ଏକ ଚଢ଼େଇ ଘରକୁ ଗଲେ ଆଉ ତାର କବାଟ ବାଡ଼େଇଲେ। କିଏ ତମେମାନେ? ଆଉ ମୋ ଘର ବାହାରେ କ'ଣ କରୁଛ? ମୋ ଘରର କବାଟ ବାଡ଼େଇଲ କ'ଣ ପାଇଁ? କାଉ ଭାଇ, ମୋ ପାଖ ଜଙ୍ଗଲରୁ ଆସିଛି। ତୁମ ଘର ପାଖରେ ମୋ ଭଉଣୀର ଘର। ମୁଁ ମୋ ଛୁଆଙ୍କୁ ନେଇ ତା ଘରକୁ ଆସିଥିଲି, ହେଲେ ସେ ଘରେ ନାହିଁ। ଏତେ ବର୍ଷାରେ ମୁଁ ମୋ ଛୁଆଙ୍କୁ ନେଇ କୋଉଠିକି ଯିବି ଜାଣିପାରୁନି। ସେଥିପାଇଁ ତମ ପାଖକୁ ସାହାଯ୍ୟ ପାଇଁ ଚାଲି ଆସିଲି। ବର୍ଷା ଛାଡ଼ିବା ଯାଏ ଆମକୁ ତୁମ ଘରେ ଆଶ୍ରୟ ଦେଇଥାଅ। ଚଢ଼େଇ, ତୁ ଟିକେ ବାହାରେ ଥା। ମୁଁ ମୋ ସ୍ତ୍ରୀକୁ ଏକଥା ପଚାରିକି ଆସେ, ତାପରେ ଯାଇ ତତେ ଭିତରକୁ ନେବି। ଆରେ ଶୁଣୁଛ, ଏତେ ବର୍ଷାରେ କିଏ ଆମ ଘରକୁ ଆସିଛି? ଆମ ଘର ପାଖରେ ଯୋଉ ଚଢ଼େଇ ରୁହେ, ତା ଭଉଣୀ ଆସିଛି। ତା ଭଉଣୀ ଏବେ ଘରେ ନାହିଁ। ବର୍ଷାରୁ ରକ୍ଷା ପାଇବା ପାଇଁ ସେ ଆମ ଘରକୁ ଆସିଛି। ତା ସାଙ୍ଗରେ ତାର ଛୋଟ ଛୁଆ ବି ଅଛନ୍ତି। ନା ନା, ତାକୁ ଆମେ ଘରେ ରଖି ପାରିବାନି। ତା ବିଷୟରେ ଆମେ କିଛି ବି ଜାଣିନାହାନ୍ତି। ତାକୁ କୁହ ସେ ଶୀଘ୍ର ଏଠାରୁ ଚାଲିଯାଉ। ଆରେ ମୋ କଥା ତ ଆଗ ପୁରା ଶୁଣ। ସେ ଚଢ଼େଇ ପାଖରେ କିଛି ଖାଇବା ପୋଟଳି ଅଛି। କ'ଣ କହିଲ? ସେ ଚଢ଼େଇ ପାଖରେ ଖାଇବା ପୋଟଳି ଅଛି? ତୁମେ ଏଠି ରୁହ, ମୁଁ ଯାଉଛି ସେ ଚଢ଼େଇ ପାଖକୁ। ଶୁଣ ଚଢ଼େଇ, ମୋ ମାଗଣାରେ କାହାକୁ ବି ମୋ ଘରେ ରଖିନି। ମୋ ଘରେ ଯଦି ଆଶ୍ରୟ ନେବାକୁ ଚାହୁଁଛୁ, ତା ବଦଳରେ ତତେ କିଛି ଦେବାକୁ ପଡ଼ିବ। ମୋ ପାଖରେ କିଛି ଚାଉଳ ଦାନା ଅଛି, ତୁମେ ସେଥିରୁ କିଛି ନେଇଯାଅ। ଦୟାକରି ଆଜି ରାତି ତୁମ ଘରେ ଆମକୁ ଆଶ୍ରୟ ଦେଇଥାଅ। ତାପରେ କାଉର ସ୍ତ୍ରୀ ସେମାନଙ୍କୁ ରହିବା ପାଇଁ ଏକ ଘର ଦେଲା ଆଉ ତା ବଦଳରେ ସେ ଚଢ଼େଇ ପାଖରୁ ଅଧା ଚାଉଳ ଦାନା ନେଇଗଲା। ଆଜି ତ ମଜା ଆସିଗଲା। ଘରୁ କୁଆଡ଼େ ବି ନ ଯାଇ ବସି ବସି ଆମକୁ ଖାଇବା ମିଳିଗଲା। ଭଲ ହେଲା ସେ ଚଢ଼େଇ ଆମ ଘରକୁ ସାହାଯ୍ୟ ପାଇଁ ଆସିଲା। ହଁ, ତୁ ଠିକ୍ କହିଛୁ। ମୁଁ ଅଦା ପକେଇ ସମସ୍ତଙ୍କ ପାଇଁ ଚା ତିଆରି କରିଛି। ଯା, ତୁ ସେ ଚଢ଼େଇମାନଙ୍କୁ ବି ଚା ଦେଇଦେବୁ। ଆହା, ସେ ଚଢ଼େଇମାନେ କ'ଣ ଆମ ଘରକୁ କୁଣିଆ ଆସିଛନ୍ତି ଯେ ତମେ ସେମାନଙ୍କର ଏତେ ଚର୍ଚ୍ଚା କରୁଛ? ତମ ପାଖରେ ବହୁତ ଟଙ୍କା ହେଇଗଲା ବୋଧେ, ସମସ୍ତଙ୍କୁ ଏମିତି ମାଗଣାରେ ଚା ଦେଉଛ। ଏସବୁ ଚା ମୁଁ ପିଇଦେବି। ଏବେ ଚୁପଚାପ ଯାଅ ଶୋଇବ। ଏ କାଉମାନେ ବହୁତ ଲୋଭୀ। ଗୋଟେ ରାତି ପାଇଁ ସେମାନେ ମୋର ଅଧା ଚାଉଳ ଦାନା ନେଇଗଲେ। ଜଲ୍ଦି ସକାଳ ହେଇଯାଉ। ବର୍ଷା ଛାଡ଼ିଗଲେ ମୁଁ ମୋ ଛୁଆଙ୍କୁ ନେଇ ମୋ ଘରକୁ ଚାଲିଯିବି। ରାତି ପାହି ସକାଳ ହେଲା, ହେଲେ ବର୍ଷା ଛାଡ଼ି ନଥିଲା।
ଚଢ଼େଇ ବାହାରକୁ ଆସି ଦେଖିଲା ବାହାରେ ବର୍ଷା ପଡ଼ୁଛି। ସେ ବହୁତ ଚିନ୍ତାରେ ପଡ଼ିଗଲା। ଠିକ୍ ସେହି ସମୟରେ କାଉର ସ୍ତ୍ରୀ ସେଠାକୁ ଆସିଲା। ଆରେ ଚଢ଼େଇ, ଆଜି ବି ବର୍ଷା ଛାଡ଼ିନି। ଯଦି ଆଜି ମୋ ଘରେ ରହିବାକୁ ଚାହୁଁଛୁ ତ ପାଖରେ ଯେତିକି ଚାଉଳ ଦାନା ଅଛି ମୋତେ ଦେଇଦେ। ହେଲେ କାଉ ଭଉଣୀ, ମୋ ପାଖରେ ମାତ୍ର ଅଳ୍ପ କିଛି ଚାଉଳ ଦାନା ଅଛି। ସେସବୁ ଯଦି ମୁଁ ତମକୁ ଦେଇଦେବି, ମୁଁ ଆଉ ମୋ ଛୁଆମାନେ କ'ଣ ଖାଇବୁ? ଆମ ଉପରେ ଟିକେ ଦୟା କର। ସେ କଥା ମୁଁ ଜାଣିନି। ମୋ ଘରେ ଯଦି ରହିବାକୁ ଚାହୁଁଛୁ ମୋତେ ତୋର ସବୁ ଚାଉଳ ଦାନା ଦେ, ନହେଲେ ମୋ ଘରୁ ବାହାରି ଯା। ବାଧ୍ୟ ହେଇ ଚଢ଼େଇ କାଉର ସ୍ତ୍ରୀକୁ ତା ପାଖରେ ଥିବା ସବୁ ଚାଉଳ ଦାନା ଦେଇଦେଲା। କାଉ ସେସବୁ ନେଇ ଘରକୁ ଚାଲିଗଲା। ସେଦିନ ରାତି ବିତିଗଲା, ତଥାପି ବର୍ଷା ଛାଡ଼ି ନଥିଲା। ସକାଳ ହେବା ପରେ ଚଢ଼େଇ କବାଟ ଖୋଲି ବାହାରକୁ ଆସି ଦେଖିଲା ବର୍ଷା ଛାଡ଼ିନି। ସକାଳୁ ସକାଳୁ କାଉର ସ୍ତ୍ରୀ ବି ସେଠି ପହଞ୍ଚିଗଲା। ଆରେ ଚଢ଼େଇ, ମୋତେ ଦେବା ପାଇଁ ତ ପାଖରେ ତ ଆଉ କିଛି ବି ନାହିଁ। ଏବେ ତୁ ତୋ ଛୁଆଙ୍କୁ ନେଇ ଶୀଘ୍ର ମୋ ଘରୁ ବାହାର। କାଉ ଭଉଣୀ, ଏମିତି କୁହନ୍ତୁନି। ତୁମେ ମୋର ସବୁ ଚାଉଳ ଦାନା ନେଇଗଲ। ଏବେ ମୋତେ ଘରୁ ବାହାର କରନି। ଏତେ ବର୍ଷାରେ ମୁଁ ମୋ ଛୁଆଙ୍କୁ ନେଇ କୁଆଡ଼େ ଯିବି? ମୁଁ କ'ଣ ଏଠି ଧର୍ମଶାଳା ଖୋଲିଛି ଯେ ତତେ ମୋ ଘରେ ମାଗଣାରେ ରହିବାକୁ ଦେବି? ମୋ ଘରେ ରହିବାକୁ ହେଲେ ତତେ କିଛି ଦେବାକୁ ପଡ଼ିବ। କାଉ ଚଢ଼େଇର କିଛି କଥା ନ ଶୁଣି ତାକୁ ଘରୁ ବାହାର କରିଦେଲା। ଚଢ଼େଇ ଆଉ ତାର ଛୁଆମାନେ ବର୍ଷାରେ ଭିଜିବାକୁ ଲାଗିଲେ। ମା, ଏବେ ଆମେ କ'ଣ କରିବା? କୁଆଡ଼େ ଯିବା? ବର୍ଷାରେ ଭିଜିବାକୁ ଜମା ଇଚ୍ଛା ହେଉନି ମା। ଏ ବର୍ଷା ପାଣି ବହୁତ ଥଣ୍ଡା। ପିଲାମାନେ ଟିକେ ଧୈର୍ଯ୍ୟ ଧର। ଚାଲ ଆମେ ଆଉ ଏକ ଚଢ଼େଇ ପାଖକୁ ଯାଇ ତାକୁ ସାହାଯ୍ୟ ମାଗିବା। ତାପରେ ଚଢ଼େଇ ତାର ଛୁଆଙ୍କୁ ନେଇ ଆଉ ଏକ ଚଢ଼େଇର ଘରକୁ ଗଲା। ସେ ସେଇ ଘରର କବାଟ ବାଡ଼େଇବା ପୂର୍ବରୁ ହଠାତ୍ ତାର ନଜର ଝରକା ଉପରେ ପଡ଼ିଲା। ସେ ଝରକାରେ ଦେଖିଲା ଘର ଭିତରେ ଏକ ବଡ଼ ଚିଲ ଶୋଇଛି। ଚିଲକୁ ଦେଖି ଚଢ଼େଇ ଖୁବ୍ ଡରିଗଲା। ହେ ଭଗବାନ, ଏଇଟା ତ ଗୋଟେ ଚିଲର ଘର। ଭଲ ହେଲା ମୁଁ ଘରର କବାଟ ବାଡ଼େଇଲିନି। ଚିଲ ମୋ ଛୁଆଙ୍କୁ ଦେଖିଲେ ମାରିଦେବ। ମୁଁ ଶୀଘ୍ର ଏଠୁ ପଳାଏ। ତାପରେ ଚଢ଼େଇ ଶୀଘ୍ର ସେଠୁ ଚାଲିଗଲା। ସେ ତା ଛୁଆଙ୍କୁ ନେଇ ଏକ ଗଛ ଡାଳରେ ବସିଥିଲା। ଅନେକ ସମୟ ବର୍ଷାରେ ଭିଜିବା ଯୋଗୁଁ ଚଢ଼େଇ ଛୁଆଙ୍କ ଦେହ ଖରାପ ହେଇଗଲା। ଏହି ବର୍ଷାରେ ଭିଜିବା ଯୋଗୁଁ ମୋ ଛୁଆଙ୍କ ଦେହ ଖରାପ ହେଇଗଲା। ମୁଁ ଏ ଜଙ୍ଗଲରେ କାହାକୁ ବି ଜାଣିନି। କାହା ଘରକୁ ଯିବି ମୁଁ? ହେ ଭଗବାନ, ଏବେ ତ ବର୍ଷା ଛାଡ଼ିଯାଉ। ଏମିତି କହି କହି ମା ଚଢ଼େଇଟି କାନ୍ଦୁଥିଲା। ବହୁ ସମୟରୁ ମା ଚଢ଼େଇ ଆଉ ତାର ଛୁଆମାନେ ବର୍ଷାରେ ଭିଜୁଥିଲେ। ଏସବୁ ଘଟଣା ଦୂରରୁ ଏକ ଚଢ଼େଇ ଦେଖୁଥିଲା। ସେ ତାଙ୍କ ପାଖକୁ ଆସିଲା। ଆରେ ଚଢ଼େଇ ଭଉଣୀ, ମୋ ନାଁ ମିନୁ। ମୁଁ ବହୁ ସମୟରୁ ତମକୁ ଦେଖୁଛି। ତୁମେ ଏଇ ପ୍ରବଳ ବର୍ଷାରେ ଛୁଆଙ୍କ ସହ କାହିଁକି ଭିଜୁଛ? ମୁଁ ତମକୁ ଆଗରୁ ତ ଏଇ ଜଙ୍ଗଲ ଦେଖିନି। ତୁମେ କେଉଁଠୁ ଆସିଛ? ତୁମେ କ'ଣ ରାସ୍ତା ଭୁଲି ଯାଇଛ? ମା ଚଢ଼େଇଟି କାନ୍ଦି କାନ୍ଦି ତାକୁ ସବୁ କଥା କହିଲା। ସବୁ ଶୁଣିଲା ପରେ ମିନୁ ଚଢ଼େଇ ମନରେ ଦୟା ଆସିଲା। ତୁମେ ଚିନ୍ତା କରନି ଚଢ଼େଇ ଭଉଣୀ, ମୁଁ ତମକୁ ସାହାଯ୍ୟ କରିବି। ଆସ, ଛୁଆଙ୍କ ସହ ମୋ ଘରକୁ ଆସ। ଚଢ଼େଇ ସେମାନଙ୍କୁ ନିଜ ଘରକୁ ନେଇଗଲା ଆଉ ତାଙ୍କୁ ଘୋଡ଼େଇ ହେବା ପାଇଁ ଏକ କମ୍ବଳ ଦେଲା। ଚଢ଼େଇ ଭଉଣୀ, ଏ କମ୍ବଳ ନିଅ। ତମ ଛୁଆଙ୍କୁ ପୋଛି ତାଙ୍କୁ ଘୋଡ଼େଇ ଦିଅ। ମୁଁ ଏବେ ସମସ୍ତଙ୍କ ପାଇଁ ଗରମ ଚା ଆଣିଦେଉଛି। ଚଢ଼େଇ ଭଉଣୀ, ମୋ ଛୁଆମାନେ ଜ୍ୱରରେ କମ୍ପୁଛନ୍ତି। ତମ ପାଖରେ କିଛି ଔଷଧ ଥିଲେ ମୋତେ ଦେଇଥାଅ। ତୁମେ ଚିନ୍ତା କରନି, ମୁଁ ଏବେ ହିଁ ଆମ ଜଙ୍ଗଲର ଡାକ୍ତରଙ୍କୁ ଡାକି ଆଣୁଛି। ତାପରେ ମିନୁ ଚଢ଼େଇ ଡାକ୍ତରଙ୍କୁ ଶୀଘ୍ର ଡାକି ଆଣିଲା। ଡାକ୍ତର ଚଢ଼େଇ ଛୁଆଙ୍କୁ ଚେକ୍ କରି ଔଷଧ ଦେଲା। ମୁଁ କିଛି ଔଷଧ ଦେଉଛି। ଠିକ୍ ସମୟରେ ଛୁଆଙ୍କୁ ଖୁଆଇ ଦେବ ଆଉ ସବୁବେଳେ ଛୁଆଙ୍କୁ ଗରମ ରଖିବ। ସେମାନେ ଭଲ ହେଇଯିବେ। ମିନୁ ଭଉଣୀ, ତୁମକୁ ବହୁତ ବହୁତ ଧନ୍ୟବାଦ। ଅଚିହ୍ନା ହେଲେ ବି ତୁମେ ମୋତେ ଆଜି ସାହାଯ୍ୟ କଲ। ଆଜି ତୁମ ପାଇଁ ମୁଁ ମୋ ଛୁଆଙ୍କୁ ଭଲ କରିପାରିଲି। ଏହିପରି ବେଶ କିଛି ଦିନ ବିତିଗଲା। ବର୍ଷା ବି ଛାଡ଼ିଗଲା। ଧୀରେ ଧୀରେ ଚଢ଼େଇର 7 ଛୁଆ ସୁସ୍ଥ ହେଇଗଲେ। ମିନୁ ଭଉଣୀ, ଯିବାକୁ ତ ଇଚ୍ଛା ହେଉନି, ହେଲେ ମୋତେ ଯିବାକୁ ପଡ଼ିବ। ତୁମେ ମୋର ଯେଉଁ ଉପକାର କଲ ମୁଁ ତା କେବେ ବି ଭୁଲି ପାରିବିନି। ହେଲେ ଚଢ଼େଇ ଭଉଣୀ, ତୁମ ଘର ତ ଭାଙ୍ଗି ଯାଇଛି। ଏବେ ତୁମେ କେଉଁଠି ରହିବ? ମୁଁ ପ୍ରଥମେ ମୋ ଘର ବନେଇବି। ସେତିକି ଦିନ ପର୍ଯ୍ୟନ୍ତ ମୋ ଛୁଆମାନଙ୍କୁ ତମ ଘରେ ରଖିଥାଅ। ଘର ତିଆରି ସରିଲେ ମୁଁ ଆସି ମୋ ଛୁଆଙ୍କୁ ନେଇ ଯିବି। ଚଢ଼େଇ ଭଉଣୀ, ଆମ ଘର ପାଖରେ ଯେଉଁ ଗଛ ଅଛି, ତୁମେ ଚାହିଁଲେ ନିଜ ପାଇଁ ସେଠି ଗୋଟେ ଘର ତିଆରି କରି ରହିପାରିବ। ହଁ ମା, ଆଣ୍ଟି ଠିକ୍ କହୁଛନ୍ତି। ସେ ଜଙ୍ଗଲରେ ସବୁବେଳେ ପବନ ବର୍ଷା ହୁଏ।
ସେଥିରେ ଆମ ଘର ଭାଙ୍ଗିଯାଏ। ମା, ତୁମେ ବି ଆଣ୍ଟିଙ୍କ ପରି କାଠରେ ଏକ ଘର ତିଆରି କର ନା। ଯେତେ ବର୍ଷା ହେଲେ ବି ଆମ ଘର ଆଉ ଭାଙ୍ଗିବନି। ହେଲେ ପିଲାମାନେ, ମୁଁ କାଠରେ ଘର ତିଆରି କରି ଜାଣିନି। ଚଢ଼େଇ ଭଉଣୀ, ମୁଁ କାଠରେ ଘର ତିଆରି କରି ଜାଣିଛି। ମୁଁ ତମ ପାଇଁ ବି ଏକ ଘର ତିଆରି କରିଦେବି। ତମେ କିଛି ମଜବୁତ କାଠ ଜଙ୍ଗଲରୁ ନେଇ ଆସ। ତାପରେ ମା ଚଢ଼େଇଟି ଜଙ୍ଗଲ ଭିତରୁ ମଜବୁତ କାଠ ଆଣିଲା। ମିନୁ ଚଢ଼େଇ ସେ କାଠରେ ଏକ ସୁନ୍ଦର ଘର ତିଆରି କରିଦେଲା। ମିନୁ ଭଉଣୀ, ତୁମେ ସତରେ ବହୁତ ଦୟାଳୁ। ତୁମକୁ ଯେତିକି ଧନ୍ୟବାଦ ଦେଲେ ବି କମ୍ ପଡ଼ିବ। ତୁମ ପାଇଁ ଆମେ ଏକ ମଜବୁତ ଘର ପାଇଲୁ। ସେଦିନ ପରଠାରୁ ଚଢ଼େଇ ତାର 7 ଛୁଆଙ୍କୁ ନେଇ ସେ କାଠ ଘରେ ରହିଲା। ଯେତେ ବର୍ଷା ହେଲେ ବି ତାଙ୍କ ଘରର କିଛି କ୍ଷତି ହେଲା ନାହିଁ।